ଓಂ ନମ ଭଗବତେ ବାସୁଦେବାୟ ନମ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଫ୍ରେଣ୍ଡସ୍, ଆପଣମାନେ ଆଶା କରୁଛି ଆପଣ ସମସ୍ତେ ବହୁତ ଭଲରେ ଥିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି କି ଆଗାମୀ ଏହି 3 ଦିନ ଅର୍ଥାତ୍ ଏପ୍ରିଲ ମାସର 4, 5 ଏବଂ 6 ତାରିଖର ଦିନ ଆପଣ ସମସ୍ତଙ୍କ ପାଇଁକିନା କିପରି ଭାବରେ ସାବ୍ୟସ୍ତ ହେବ, ଆପଣମାନେ ଏହି 3 ଦିନକୁ କିପରି ଭାବରେ ପ୍ଲାନିଂ କରିବେ, ଆପଣମାନଙ୍କର କ'ଣ ସବୁ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ ଏବଂ ଆପଣମାନଙ୍କର ବିଜନେସ୍ ଏବଂ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ, ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି ମଧ୍ୟ କିପରି ଭାବରେ ରହିବ, ଏହି ସମସ୍ତ ବିଷୟରେ ମୁଁ ଆପଣମାନଙ୍କୁ ଜଣେଇବି। ତା ପୂର୍ବରୁ କହି ରଖିବି କି ଯେ ଆଜିର ନୂଆ ବିଷୟ ହେଉଛି ଆପଣ ସମସ୍ତଙ୍କ ପାଇଁକିନା ମୁଁ ଗୋଟିଏ ଅନୁଚିନ୍ତା ମଧ୍ୟ ନେଇକିନା ଆସିଛି, ଯାହା ଆପଣ ସମସ୍ତଙ୍କ ଭବିଷ୍ୟତ ଜୀବନ ପାଇଁକିନା ବହୁତ ଲାଭଦାୟକ ସାବ୍ୟସ୍ତ ମଧ୍ୟ ହେବ। ସେଥିପାଇଁକିନା ଆଜିର ଅନୁଚିନ୍ତାଟିକୁ ମୁଁ ପ୍ରଥମେ ଷ୍ଟାର୍ଟ କରୁଛି। ସଂସାରରେ ସବୁଠାରୁ ବଡ଼ ରୋଗ ହେଉଛି ଚିନ୍ତା, ଯାହା ମଣିଷକୁ ଚିତା ପର୍ଯ୍ୟନ୍ତ ନେଇଯାଏ। ଚିନ୍ତା ଆଉ ଚିତା ଏକା ଭଳି ଫରକ, ଖାଲି ଏତିକି ଯେ ଚିତା ମଲା ଲୋକଙ୍କୁ ଜାଳି ଦିଏ ଆଉ ଚିନ୍ତା ବଞ୍ଚିଲା ଲୋକକୁ ଜାଳି ଦେଇଥାଏ। ଆଜିର ଏହି ଅନୁଚିନ୍ତାଟି ଆପଣମାନଙ୍କ ଜୀବନରେ ବହୁତ ଲାଭଦାୟକ ନିଶ୍ଚିତ ଭାବରେ ହେବ। ଯଦି ଆଜିର ଏହି ଅନୁଚିନ୍ତାଟି ଆପଣମାନଙ୍କୁ ଭଲ ଲାଗିଥିବ, ତେବେ ମୁଁ ଆପଣ ସମସ୍ତଙ୍କ ପାଇଁକିନା ପୁଣି ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ପାଇଁକିନା ଅନୁଚିନ୍ତା ନେଇକିନା ହିଁ ଆସିବି। ଆସନ୍ତୁ ଏବେ ଜାଣିବା ଆପଣ ସମସ୍ତଙ୍କ ପାଇଁକିନା ଏହି 3 ଦିନ କ'ଣ ସତରେ ପଜିଟିଭ ହେବା ପାଇଁକିନା ଯାଉଅଛି। ଯଦି ମୁଁ ଆପଣମାନଙ୍କୁ କହିବି କି ବନ୍ଧୁଗଣ, ଆପଣମାନଙ୍କୁ ଆଜି ଅଚାନକ ଧନ ଲାଭର ଯୋଗ ମଧ୍ୟ ବନୁଅଛି, ଯାହାଫଳରେ ଆପଣମାନଙ୍କର ସମସ୍ତ ପ୍ରୋବ୍ଲେମ ମଧ୍ୟ ଦୂର ହୋଇଯିବ। ଏଥିପାଇଁକିନା ଆପଣମାନେ ଆପଣମାନଙ୍କର କର୍ମ ଉପରେ ଭରସା ରଖିକି ନିଜର କାମ କାର୍ଯ୍ୟକୁ ଭଲ ଦିଗ ଦେବାରେ ପ୍ରୟାସ ମଧ୍ୟ କରିବେ, ଯାହାଫଳରେ ଆପଣମାନଙ୍କୁ ସମୟ ପୂର୍ବରୁ ହିଁ ଭଲ ସଫଳତା ମଧ୍ୟ ପ୍ରାପ୍ତ ହେଇଯିବ। ତା ସହିତ ଯଦି କହିବି କି ଉନ୍ନତି ସମ୍ବନ୍ଧିତ କୌଣସି ଶୁଭ ସମାଚାର ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଜଡ଼ିତ ଅନୁଭବୀ କୌଣସି ବ୍ୟକ୍ତିଙ୍କର ତାଙ୍କର ସାନ୍ନିଧ୍ୟ ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ତା ସହିତ ବିଦ୍ୟାର୍ଥୀମାନେ ତାଙ୍କର ପାଠପଢ଼ା ପ୍ରତି ମଧ୍ୟ ଏକାଗ୍ରଚିତ୍ତ ହୋଇକିନା ରହିବେ, ଯାହାଫଳରେ ତାଙ୍କୁ ଉଚିତ ଫଳ ମଧ୍ୟ ପ୍ରାପ୍ତ ହେବ। ତା ସହିତ ଯଦି କହିବି ଆପଣମାନଙ୍କର ଯଦି କୌଣସି ପୂର୍ବ ଟାଇମରୁ କୌଣସି ବି କାର୍ଯ୍ୟ ଅଟକି ରହିଥିଲା କିମ୍ବା ଆପଣମାନଙ୍କର ହୋଇପାରୁନଥିଲା, ସେ ସବୁ ବିଶେଷ ଭାବରେ ଆପଣମାନଙ୍କର ଏହି ଦିନ ମାନଙ୍କରେ ପୂରଣ ହୋଇଯିବ। ଆଉ ଆପଣମାନଙ୍କର ଯୋଗ୍ୟତା ଏବଂ ପ୍ରତିଭାକୁ ଶୁଣି ଲୋକମାନେ ଆପଣମାନଙ୍କ ସାମ୍ନାକୁ ମଧ୍ୟ ଆସିବେ। ନିଜର ପ୍ରତିଭା ଯୋଗୁଁ ଆପଣମାନଙ୍କୁ ବହୁତ ଶୁଭଫଳ ମଧ୍ୟ ପ୍ରାପ୍ତ ହୋଇଯିବ। ତା ସହିତ ଆପଣମାନେ ଆପଣମାନଙ୍କର ଦିନଚର୍ଯ୍ୟାର ବିଶେଷ ଭାବରେ ଉପଲବ୍ଧି ମଧ୍ୟ କରିବେ, ଯାହା ଫଳରେ ଆପଣମାନଙ୍କର ବ୍ୟକ୍ତିତ୍ୱରେ ଆଶ୍ଚର୍ଯ୍ୟଜନକ ନିଖାର ଦେଖିବା ପାଇଁକିନା ମିଳିବ। ସନ୍ତାନମାନଙ୍କର ଶିକ୍ଷା ଏବଂ କ୍ୟାରିୟର ସମ୍ବନ୍ଧିତ ବଡ଼ ପରିଣାମ ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇଯିବ। ବିଦ୍ୟାର୍ଥୀମାନଙ୍କର ପାଠପଢ଼ା ଏବଂ କ୍ୟାରିୟର ସମ୍ବନ୍ଧିତ ସମସ୍ୟାର ସମାଧାନ ହୋଇଯିବ, ଯାହାଫଳରେ ସବୁ ସ୍ଥିତିରେ ଆପଣମାନଙ୍କୁ ଖୁସି ମିଳିବ। ଆପଣ ନିଜର କୌଶଳ କ୍ଷମତାର ବ୍ୟବହାର ମଧ୍ୟ କରିନେବେ। ବଡ଼ ବୃଦ୍ଧ ଲୋକଙ୍କର ଆଶୀର୍ବାଦ ଏବଂ ପୈତୃକ ଲୋକଙ୍କର ଆଶୀର୍ବାଦ ମଧ୍ୟ ଆପଣମାନଙ୍କ ଉପରେ ବିଶେଷ ଭାବରେ ବନି ରହିବ। ଆପଣମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା କାରଣରୁ ଆପଣମାନଙ୍କର ମନରେ ଗୋଟିଏ ନୂଆ ଉର୍ଜା ମଧ୍ୟ ଦେଖିବା ପାଇଁକିନା ଆପଣମାନେ ଅନୁଭବ କରିବେ। ଆଉ ଆପଣମାନେ ଆତ୍ମବିଶ୍ୱାସ ସହିତ ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଟ୍ରାଏ ମଧ୍ୟ କରିଦେବେ। କୌଣସି ଶୁଭ ସମ୍ପର୍କିତ ସମାଚାର ମଧ୍ୟ ମିଳିବା କାରଣରୁ ମନରେ ପ୍ରଫୁଲ୍ଲତା ମଧ୍ୟ ରହିବ। ଏହା ସହିତ ଯଦି କହିବା ଆପଣମାନେ ସମସ୍ତେ ବ୍ୟବହାର କୁଶଳ ମଧ୍ୟ ହେବେ ଓ ଆପଣମାନେ ସବୁ ହୁସିଆରରେ ସବୁ କାର୍ଯ୍ୟ ମଧ୍ୟ କରିନେବେ, ଯାହା ପାଇଁକିନା ଆପଣମାନଙ୍କୁ କାଫି ଖୁସି ମଧ୍ୟ ଅନୁଭବ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନ ମାନଙ୍କରେ କ'ଣ ନେଗେଟିଭ ମଧ୍ୟ ରହିବ। ଆଜି ସାମାଜିକ ମାନ ସମ୍ମାନ ପ୍ରାପ୍ତି ହେବାର ବିଶେଷ ସମ୍ଭାବନା ମଧ୍ୟ ବନୁଛି। ସେଥିପାଇଁକିନା କୌଣସି କାର୍ଯ୍ୟକୁ ବି ସ୍ଥିରତା ଏବଂ ଗମ୍ଭୀରତାର ସହିତ ସବୁ କାର୍ଯ୍ୟକୁ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ସମ୍ମାନ ଏବଂ ସଫଳତା ନିହାତି ଭାବରେ ମିଳିବ। ତା ସହିତ ସମସ୍ତ ସମ୍ବନ୍ଧଙ୍କ ସହିତ ସମ୍ବନ୍ଧ ଆପଣମାନଙ୍କର ଖରାପ ହେବାର ସମ୍ଭାବନା ମଧ୍ୟ ବନୁଛି।
ଧନ ସଞ୍ଚୟ କରିବାର ପ୍ରୟାସ ମଧ୍ୟ ଆପଣମାନଙ୍କର ବିଫଳ ହୋଇପାରେ। ତେଣୁ ଆପଣମାନେ ଟିକେ ସାବଧାନତା ରୁହନ୍ତୁ। ତା ସହିତ ଆର୍ଥିକ ମାମଲାରେ ମଧ୍ୟ ସାବଧାନତା ଅବଲମ୍ବନ କରିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଭାଇଙ୍କ ସହିତ ସମ୍ପତ୍ତି ବଣ୍ଟୱାରର ସ୍ଥିତି ମଧ୍ୟ ଆପଣମାନଙ୍କ ପାଇଁକିନା ବନୁଅଛି। ତା ସହିତ ଆକସ୍ମିକ ସମ୍ବନ୍ଧକୁ ଆଦୌ ବି ବିଗାଡ଼ନ୍ତୁ ନାହିଁ। ବିଗାଡ଼ିବାକୁ ଦିଅନ୍ତୁ ନାହିଁ। ଯୁବବର୍ଗ ନିଜର କ୍ୟାରିୟର ସହିତ ଆଦୌ ବି ସଂଯମତା କରନ୍ତୁ ନାହିଁ। ତା ସହିତ ଆପଣମାନେ ଏଇ ଦିନମାନଙ୍କରେ କ୍ରୋଧ ଆକର୍ଷିତ ଉପରେ କାବୁ ରଖିବାର ଆବଶ୍ୟକତା ମଧ୍ୟ ରହିଛି। ପ୍ରତ୍ୟେକ ଥର ଉତ୍ସାହିତ ଏବଂ ତରତରରେ କରାଯାଇଥିବା ଖେଳ ଆପଣମାନଙ୍କର ବିଗିଡ଼ି ମଧ୍ୟ ଯାଇପାରେ, ଯାହାଫଳରେ ପାରିବାରିକ ସୁଖ ଶାନ୍ତି ଆପଣମାନଙ୍କର ପ୍ରଭାବିତ ହେବ। ନିଜର ଲକ୍ଷ୍ୟ ପ୍ରତି କଡ଼ା ନଜର ରଖିବା ଆପଣମାନଙ୍କ ପାଇଁ ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ଅଜଣା ଏବଂ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହାର ଏବଂ ଲେଣଦେଣରେ ସାବଧାନତା ରଖିବା ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ତା ସହିତ ଆପଣମାନେ କୌଣସି ବି ଷଡ଼ଯନ୍ତ୍ରର ଶିକାର ମଧ୍ୟ ହୋଇପାରନ୍ତି। ସେଥିପାଇଁକିନା ଏହା ଭଲ ରହିବ କି ଆପଣ ଭୁଲ ଲୋକଙ୍କର ସଙ୍ଗତିଠାରୁ ଆପଣମାନେ ଦୂରେଇ ରୁହନ୍ତୁ। ତା ସହିତ ବଡ଼ ଲୋକମାନଙ୍କର ସ୍ୱାସ୍ଥ୍ୟର ଆପଣମାନଙ୍କୁ ଧ୍ୟାନ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ବ୍ୟର୍ଥ କାରରେ ଧନ ଖର୍ଚ୍ଚ ହେବାର ଆପଣମାନଙ୍କର ବିଶେଷ ଭାବରେ ଯୋଗ ମଧ୍ୟ ରହିଛି। ଭୂମି କିମ୍ବା ବାହନକୁ ନେଇକିନା ବଡ଼ କରଜ ମଧ୍ୟ ଆପଣମାନଙ୍କୁ ନେବା ପାଇଁକିନା ପଡ଼ିପାରେ। ସେଥିପାଇଁକିନା ନିଜର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖିକି ଆପଣମାନେ କିଣାକିଣି ସମ୍ବନ୍ଧିତ ଯୋଜନା ମଧ୍ୟ ବନାନ୍ତୁ। ତାହା ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏଇ ଦିନମାନଙ୍କରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ସେ କହିବେ କି ଦାମ୍ପତ୍ୟ ଜୀବନକୁ ନେଇକିନା ଆପଣମାନଙ୍କର ସ୍ଥିତି କାଫି ବହୁତ ଭଲ ରହିବ। ତା ସହିତ ଜୀବନସାଥୀଙ୍କ ସହିତ ମଧୁର ସମ୍ବନ୍ଧ ହେବା ସହିତ ଆପଣଙ୍କୁ ତାଙ୍କର ସହଯୋଗ ମଧ୍ୟ ବିଶେଷ ଭାବରେ ପ୍ରାପ୍ତ ହେବ। ଘର ପରିବାରରେ ସୁଖ ଶାନ୍ତିର ଆପଣମାନଙ୍କୁ ବିଶେଷ ଭାବରେ ଆପଣଙ୍କର ପ୍ରାଥମିକତା ବିଶେଷ ଭାବରେ ମଧ୍ୟ ରହିବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧ୍ୟ ମଧୁର ରହିବ। କିନ୍ତୁ ସନ୍ତାନମାନଙ୍କର କୌଣସି ଜିଦ୍ଦିପଣ ଏବଂ ନକାରାତ୍ମକ କ୍ଷେତ୍ର ଯୋଗୁଁ ଆପଣମାନଙ୍କୁ ବିଶେଷ ଭାବରେ ଚିନ୍ତା ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ବ୍ୟବସାୟିକ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ବନ୍ଧୁଗଣ, ବ୍ୟବହାରର ବ୍ୟସ୍ତତା କାର୍ଯ୍ୟ ଉପରେ ଆପଣମାନଙ୍କର ଫଇସଲା ମଧ୍ୟ ହେବ। ନିଜର ପୂରା ଜୋସ୍ ମାର୍କେଟିଂରେ ପ୍ରଡକ୍ଟର ପ୍ରମୋସନରେ ମଧ୍ୟ ଆପଣମାନେ ଲଗେଇବେ। ଚାକିରିରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟି ମଧ୍ୟ ରହିବେ ଓ ସହକର୍ମୀଙ୍କର ମଧ୍ୟ ଆପଣମାନଙ୍କୁ ସହଯୋଗ ପ୍ରାପ୍ତ ହେବ। ଏହା ସହିତ କାର୍ଯ୍ୟ ବିସ୍ତାରତାର ଯୋଜନା ସମ୍ପୂର୍ଣ୍ଣ ରୂପରେ ସ୍ଥିତିରେ କାବୁରେ ଆସିବ। ଆଉ ସେ କାବୁରେ ଆପଣମାନେ ଆଗକୁ ମଧ୍ୟ ବଢ଼ିବେ। ଏହା ସହିତ ଚାକିରିରେ ଆପଣମାନଙ୍କୁ ହାଲକା ଫୁଲକା ପ୍ରୋବ୍ଲେମ ମଧ୍ୟ ଆସିବ। କିନ୍ତୁ ଆପଣମାନେ ନିଜର ବୁଦ୍ଧିମତ୍ତା ଯୋଗୁଁ ଆପଣମାନେ ସବୁ ପ୍ରୋବ୍ଲେମକୁ ଶାନଦାର ଭାବରେ ପୂରା ମଧ୍ୟ କରିନେବେ। ଯାହାଫଳରେ ବଡ଼ ଅଧିକାରୀ ଏବଂ ରାଜନୈତିକ ଲୋକମାନଙ୍କର ଆପଣମାନଙ୍କର ସାକ୍ଷାତ ହେବା କାରଣରୁ ଆପଣମାନଙ୍କର କାର୍ଯ୍ୟ ବହୁତ ଆସାନୀରେ ମଧ୍ୟ ବନିଯିବ। ଏତେ ସାରା କାର୍ଯ୍ୟରେ ଆପଣମାନଙ୍କର ସ୍ୱାଭିମାନ ଆପଣମାନଙ୍କ ଉନ୍ନତିରେ ମଧ୍ୟ ବାଧକ ଦେଇପାରେ। ସେଥିପାଇଁକିନା ନିଜର ବ୍ୟବହାରକୁ ଟିକେ ଶାନ୍ତ କରିକିନା ରଖନ୍ତୁ। ଏହା ଧ୍ୟାନ ରଖିବା ଆପଣମାନଙ୍କୁ ଅତି ଆବଶ୍ୟକତା ମଧ୍ୟ ରହିଛି। ଆପଣମାନଙ୍କର କୌଣସି ମହତ୍ତ୍ୱପୂର୍ଣ୍ଣ ଗତିବିଧି ବ୍ୟବସାୟିକ ଆପଣମାନଙ୍କର ଲିକ୍ ମଧ୍ୟ ହୋଇପାରେ। ସେଥିପାଇଁକିନା କର୍ମଚାରୀଙ୍କର ଗତିବିଧି ଉପରେ ଆପଣମାନେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ। ଯାହାଫଳରେ ଶୀଘ୍ର ହିଁ ସ୍ଥିତି ଆପଣମାନଙ୍କ କାବୁରେ ଆସିବ। ସେଥିପାଇଁ ନିଜର କାର୍ଯ୍ୟ ପ୍ରତି ଆପଣମାନେ ଏକାଗ୍ରଚିତ୍ତ ହୋଇକିନା ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ସ୍ୱାସ୍ଥ୍ୟର ସ୍ଥିତି ମଧ୍ୟ କିପରି ଭାବରେ ରହିବ। ଯଦି କହିବେ କି ଅତ୍ୟଧିକ ପରିଶ୍ରମ କାରଣରୁ ଥକାପଣ ଏବଂ କଷ୍ଟ ଭଳି ସମସ୍ୟା ମଧ୍ୟ ଆପଣମାନଙ୍କର ବିଶେଷ ଭାବରେ ଉତ୍ପନ୍ନ ମଧ୍ୟ ହେବ। ତା ସହିତ ଅତ୍ୟଧିକ ଗରିଷ୍ଠ ଏବଂ ତୈଳଯୁକ୍ତ ଖାଦ୍ୟ ଖାଇବାଠାରୁ ଆପଣମାନେ ବିଶେଷ ଭାବରେ ଦୂରେଇକିନା ରୁହନ୍ତୁ। ଅନ୍ୟଥା ପେଟ ସମସ୍ୟା ଭଳି ଆପଣମାନଙ୍କୁ ରୋଗ ମଧ୍ୟ ହୋଇପାରେ। ସେଥିପାଇଁକିନା ଆପଣମାନେ ସବୁବେଳେ ସୁପାଚ୍ୟ ଖାଦ୍ୟ ଗ୍ରହଣ କରନ୍ତୁ। ତା ସହିତ ଆପଣମାନେ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ ନିହାତି ଭାବରେ କରନ୍ତୁ। ଯାହାଫଳରେ ଆପଣମାନେ ଆହୁରି ଅଧିକ ସୁସ୍ଥ ରହିବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଛି। ଏହି 3 ଦିନରେ ଆପଣମାନେ ବିଶେଷ ଭାବରେ ସ୍ନାନ ଆଦି କରିସାରିଲା ପରେ ବ୍ରହ୍ମାଙ୍କର ନାମ ଜପ କରନ୍ତୁ ଏବଂ ତା ସହିତ ଗାଈଙ୍କୁ କିଛି ରୁଟି ମଧ୍ୟ ଖୁଆଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣମାନଙ୍କୁ ବ୍ରହ୍ମାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଆପଣମାନଙ୍କର ସମସ୍ତ କାର୍ଯ୍ୟ ମଧ୍ୟ
ପୂର୍ଣ୍ଣ ହୋଇ ଏବଂ ଯେଉଁ ସବୁ ବି ପ୍ରୋବ୍ଲେମ୍ ଚାଲିଛି ତାର ମଧ୍ୟ ସମାଧାନ ହେଇଯିବ। ଆଶା କରୁଛି ଆଜିର ଏହି ଛୋଟିଆ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ ଏବଂ ଯେଉଁ ଅନୁଚିନ୍ତା ମଧ୍ୟ ଜଣେଇଛି ତାହା ମଧ୍ୟ ଆପଣମାନଙ୍କୁ ବହୁତ ମାତ୍ରାରେ ଲାଭଦାୟକ ହେବ। ଯଦି ଅନୁଚିନ୍ତାଟି ଭଲ ଲାଗିଥାଏ ତେବେ ଆପଣମାନଙ୍କୁ ଏତିକି ନିବେଦନ କି ଆପଣମାନେ ନେକ୍ସଟ ଭିଡ଼ିଓରେ ଅନୁଚିନ୍ତା ଲେଖିକି ଆଣିବା ପାଇଁକିନା ଜଣେଇବେ, ଯାହାଦ୍ୱାରା ମୁଁ ଅନୁଚିନ୍ତା ଆପଣ ସମସ୍ତଙ୍କ ପାଇଁକିନା ଆଣିବି, ନହେଲେ ନାହିଁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।